ଆନନ୍ଦ ରୁବିକୁ କହିବେ ଆପଣ ସେଠିକି କାହିଁକି ଯାଇପାରିବେନି। ତାପରେ ପଲ୍ଲବୀ ଆସି କହିବେ ସେ ଏଇଥିପାଇଁ ଯାଇପାରିବେନି କାରଣ ରୁବି ମାଉସୀଙ୍କୁ ତାଙ୍କ ବୋହୂ ଘରୁ ବାହାର କରିଦେଇଛନ୍ତି ବାବା। ତାପରେ ଘର ଭିତରକୁ ଆସି କହୁଛନ୍ତି ଏବେ ରୁବି ମାଉସୀଙ୍କ ପାଖରେ ଦୁନିଆରେ ରହିବା ପାଇଁ ଆଉ କୋଉଠି ବି ଜାଗା ନାହିଁ। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ପଲ୍ଲବୀ କହିବେ ପାଖରେ ଟଙ୍କା ତ ପ୍ରବଳ ଅଛି କିନ୍ତୁ ତାଙ୍କୁ ଭଲ ପାଇବା ଆପଣାର କରି ନିଜ ପାଖରେ ରଖିବା ଭଳି ଲୋକ ଏ ଦୁନିଆରେ ଆଉ କେହି ନାହାନ୍ତି। ଆଉ କହିବେ ରୁବି ମାଉସୀଙ୍କର ହାଇ ବ୍ଲଡ ପ୍ରେସର ଆଉ ସୁଗର ଅଛି ସେଇଥିପାଇଁ ସେ ଏକା ରହିବାକୁ ଚାହୁଁନାହାନ୍ତି। ଖାସ୍ ସେଇ କାରଣ ଯୋଗୁଁ ସେ ଏଇଠି ଆଉ ଆମ ଘରେ ପଡ଼ି ରହିଛନ୍ତି। ଏକଥା ଶୁଣି ରୁବି ପଲ୍ଲବୀ ପାଖକୁ ଯାଉଛନ୍ତି ଆଉ କହୁଛନ୍ତି ଏ ବେକାର କଥା ବନ୍ଦ କର ପଲ୍ଲବୀ। ମୋ ନାଁରେ ଏସବୁ କ'ଣ କହିଯାଉଛୁ। ତାପରେ ପଲ୍ଲବୀ କହିବେ ମୁଁ ଯାହା କହୁଛି ସତ କହୁଛି ରୁବି ମାଉସୀ ଆଉ ପ୍ରମାଣ ସହ କହୁଛି। ତାପରେ ପଲ୍ଲବୀ ରୁବିଙ୍କ ହାତକୁ ଧରି ତାଙ୍କ ଆଗକୁ ଟାଣି ଆଣିବେ ଆଉ କହିବେ ଆପଣ ଗୌରବ ଭାଇଙ୍କୁ କେମିତି ଷଡ଼ଯନ୍ତ୍ର କରି ଥାନାରେ ପୂରେଇଥିଲେ ସେ ସବୁ ବିଷୟରେ ମୁଁ ସବୁ କଥା ସମସ୍ତଙ୍କ ଆଗରେ କହିଦେବି। ତାପରେ ମାୟା କହିବେ ଏସବୁ କ'ଣ ସତ ରୁବି ଦିଦି। ତାପରେ ପଲ୍ଲବୀ କହିବେ ଚୁପ୍ ରୁହନ୍ତୁନି ରୁବି ମାଉସୀ ସତ କହିଦିଅନ୍ତୁ। ତାପରେ ରୁବି କହିବେ ନାଇଁ। ଏହାପରେ ନିଲମ କହିବେ ବାସ୍ ମାମା କେତେ ଆଉ ମିଛ କହିବ ସମସ୍ତଙ୍କୁ କେତେ ଆଉ ଏ କଥାକୁ ଲୁଚେଇବ। ମାୟା ଆଣ୍ଟି ଏସବୁ କିଛି ସତ କଥା। ତାପରେ ରୁବି କାନ୍ଦି କାନ୍ଦି ମାୟା ପାଖକୁ ଯିବେ ଆଉ କହିବେ ମାୟା ତୁ ମୋତେ ଘରୁ ବାହାର କରିଦେନି। ଏ ଦୁନିଆରେ ମୋର ଦେଖାଶୁଣା କରିବାକୁ କେହି ବି ନାହାନ୍ତି। ପ୍ଲିଜ୍ ମୋତେ ଏ ଘରେ ରହିବାକୁ ଦେ। ତୁ ଯଦି ମୋତେ ଏ ଘରୁ ବାହାର କରିଦେବୁ ମୁଁ ଏକୁଟିଆ ଯାଇ କୋଉଠି ରହିବି ମାୟା କହି କାନ୍ଦିବେ। ତାପରେ ଆନନ୍ଦ କହିବେ ଯଦି ଗୋଟେ ଭୁଲ ବୁଝାମଣା ଯୋଗୁଁ ମୋ ଭାଇ ଆଉ ତା ପରିବାର ବାହାରେ ରହିବେ ତାହେଲେ ଏତେ ବଡ଼ ଘଟଣା ପରେ ଆପଣଙ୍କୁ ମୁଁ ଏ ଘରେ ରହିବା ପାଇଁ କେମିତି ଏଲାଉ କରିବି। ତାପରେ ରୁବି କାନ୍ଦି କାନ୍ଦି କହିବେ ମୁଁ କାନ ଧରୁଛି ଆନନ୍ଦ କାନ ଧରି ଉଠ ବସଉଛି ମୋତେ ଏ ଘରୁ ବାହାର କରିଦିଅନି। ବିନୋଦ ଆଉ ତା ପରିବାରକୁ ଏ ଘରୁ ବାହାରି ଯିବା ପାଇଁ ମୁଁ ମାୟା ଆମେ କେହି କହିନଥିଲୁ। ସେମାନେ ତାଙ୍କ ନିଜ ଇଚ୍ଛାରେ ଘର ଛାଡ଼ି ଚାଲି ଯାଇଥିଲେ କହିକି ବହୁତ କାନ୍ଦିବେ। ତାପରେ ବିନୋଦ କହିବେ ହଁ ଭାଇ ସେ ସତ କହୁଛନ୍ତି। ଏହାପରେ ଗୌରବ କହିବେ ନାଇଁ ବଡ଼ ବାପା ଇଏ ମିଛ କହୁଛନ୍ତି। ମାନୁଛି ଏ ଘରୁ ଆମେ ସମସ୍ତେ ଆମ ନିଜ ଇଚ୍ଛାରେ ବାହାରି ଯାଇଛୁ କିନ୍ତୁ ଆମେ ଏଠୁ ବାହାରି ଯିବା ପାଇଁ ବାଟ ନିଜେ ରୁବି ଆଣ୍ଟି ହିଁ ତିଆରି କରିଛନ୍ତି। ସମସ୍ତଙ୍କ ଆଗରେ ସେ ମୋତେ ଚୋର କହିଛନ୍ତି। ପ୍ରତି ମୁହୂର୍ତ୍ତରେ ସେ ଆମକୁ ଏଣୁ ତେଣୁ କଥା କହି ଏମିତି ଟର୍ଚର କରିଛନ୍ତି ଯେ ଯୋଉଥିପାଇଁ ବାଧ୍ୟ ହେଇ ବାସ୍ ଟିକେ ଶାନ୍ତିରେ ରହିବା ପାଇଁ ମା ଆଉ ଆମେ ସମସ୍ତେ ଏ ଘର ଛାଡ଼ି ଚାଲିଗଲୁ। କିନ୍ତୁ ଏଥିରେ ବଡ଼ ମାଙ୍କର କିଛି ବି ଦୋଷ ନାହିଁ। ତାପରେ ରୁବି ମାୟାକୁ କହିବେ ମୁଁ ତତେ ହାତ ଯୋଡୁଛି ମୁଁ ଏକୁଟିଆ ଯୋଉଠି ବି ରହିବି ମରିଯିବି। ନିଲମ ବି ତ ତା ଘର ଛାଡ଼ି ଚାଲି ଆସିଛି। ଆମେ ଦି ଜଣ ଏଠୁ ଗଲେ କୋଉଠି ରହିବୁ କେମିତି ରହିବୁ ଆମେ। ତାପରେ ନିଲମ କହିବେ ମାମା ତମେ ମୋ କଥା ଏଠି କାହିଁକି କହୁଛ। ମୋର ତ ଏଥିରେ କିଛି ବି ଦୋଷ ନାହିଁ। ତମ ଭୁଲର ସଜା ମୁଁ କାହିଁକି ଭୋଗିବି। ତାପରେ ରୁବି ପଲ୍ଲବୀ ପାଖକୁ ଯାଇ କହିବେ ପଲ୍ଲବୀ ଆଇ ଆମ୍ ସରି ମୁଁ ଏ ଘରେ ରହିବା ପାଇଁ ତୁ ତ ଟିକେ ହଁ କର। ତାପରେ ପଲ୍ଲବୀ କହିବେ ଯଦି ବାବା ମା ଦାଦା ଆପଣଙ୍କୁ ଏ ଘରେ ରହିବା ପାଇଁ ଏଲାଉ କରିବେ ତାହେଲେ ତାଙ୍କ କଥାକୁ ମନା କରିବା ପାଇଁ ମୁଁ କିଏ ରୁବି ମାଉସୀ। ତାପରେ ମାୟା କହିବେ ମୁଁ ତତେ ଏ ଘରେ ରହିବା ପାଇଁ ଏଲାଉ କରିପାରିବି କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି ତୁ ଯଦି ଆଦର୍ଶକୁ ହର୍ଟ ନ କରିବୁ ତାହେଲେ। ତାପରେ ରୁବି ମାୟା ପାଖକୁ ଆସିବେ ଆଉ କହିବେ ମୁଁ ତୋର ସବୁ ସର୍ତ୍ତ ମାନିବି ମାୟା ତୁ ଯାହା କହିବୁ ମୁଁ ତୋ କଥାରେ ରାଜି। ଏହାପରେ ଆନନ୍ଦ କହିବେ ମୁଁ କିନ୍ତୁ ରାଜି ନୁହଁ ରୁବି ଦିଦି ଆପଣ ଏ ଘରେ ରହିପାରିବେନି। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ ଆନନ୍ଦ କ'ଣ ରୁବିକୁ ଏ ଘରେ ରହିବାକୁ ଦେବେ କି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।